କୋଉଭଳିଆ ଝଞ୍ଝଣ ସୁବୁଛି ଦେଖିଲେ। ଇଏ ଆମ ଗାଁର ରହିଲା ଦେଶୀ କାଠ ଚୁଲି ପକୁଡି ନାଇଁ କି ନା ରାସ୍ତା କଡ ପାଲ ପକା ଦୋକାନ। ମଉସା ଭଲ ପକୁଡି ମଜା ଚାଲିଛି ନା କଣ? ମଉସା ଆପଣ କେବେଠୁ ଖାଉଛନ୍ତି ପକୁଡି? ବହୁତ ଦିନ ହେଇଗଲାଣି। ଘର ଏଇଠି ନାଇଁ ନାଇଁ ଆଙ୍କ ପକୁଡି ସତରେ କାଠ ଚୁଲିରେ ମଜା ହଉଛି। ମଜା ଅଛି। ଏବେ ତ ଶୀତ ଦିନ ଆଇଲା, ତା ଟେଷ୍ଟ ଟିକେ ଗରମ ଗରମ ଆହୁରି ଭଲ ଲାଗିବ ନା କଣ? ଏ ସବୁ କାଠ ଚୁଲିରେ ନାଇଁ କି? ଆଉ ଗୋଟେ ଭଲ ଜିନିଷ କଣ କହିଲେ, ଇଏ ପୁରା ଗୁଣ୍ଡି ପକୁଡି ହଉଛି। ଏବେ ଯୋଉ ପକୁଡି ସବୁ କରୁଛନ୍ତି ଗୋଟେ ବିଣ୍ଡା ଟାଇପ ର ହେଇଯାଉଛି, ବଡ ବଡ ହେଇଯାଉଛି। ଏତେ ବାଗ ଲାଗିବନି। ଭିତର ସିଝି ନଥିବ ବେଶୀ ବଡ ମୁଣ୍ଡା ହେଲେ। ଇଏ ଟୋଟାଲି ଖଡଖଡ ହେଇଯିବ। ଇଏ ପୁରା ଗୁଣ୍ଡ ପୁରା ପୁରା ଖଡଖଡ ହେଇଯିବ ନା। ଆ ଭିତରେ ପକୁଡି କେହି କରୁନାହାନ୍ତି, ଏଇ କରେ ସବୁ ବରା ପିଆଜି ଏଇଗୁଡା କରୁଛନ୍ତି। ବରା ପିଆଜି ଏଇ ସବୁ କରନ୍ତି। ପକୁଡି ଚପ ଆଉ ପକଡା ଏଗୁରା ସବୁ ବନାବନି ହବ ଏଇ ସବୁ ଦିଟା ଗ୍ୟାସ ରଖି ବନଉଥିଲି। ଛୁଆ ତ ପଳେଇଲେ ବାହାରେ ସବୁ କିବାରେ ପଳେଇଲେ ଅଣ୍ଟା ଖରାପ ଆଉ ସବୁବେଳେ ସେ ବରା ପକୁଡି ଖାଇଲା, ଚପ ଖାଇଲା ଭଲ ଲାଗୁନି। ହେଲେ ଭଲ। ଏଠି ସମସ୍ତେ କିନ୍ତୁ ବୟସ୍କ ଲୋକ ଖାଉଛନ୍ତି, ସେତିକି ଖୁସି ଲାଗିଲା। କୋଉଭଳିଆ ଝଞ୍ଝଣ ସୁବୁଛି ଦେଖିଲେ। ପୁରା ଝୁଣଝୁଣ ହଉଛି ପୁରା ନାଇଁ। ଇଏ ଆମ ଗାଁର ରହିଲା ଦେଶୀ କାଠ ଚୁଲି ପକୁଡି ନାଇଁ କି? ଆଉ ତା ବି ପୁଣି ଚାଳ ଘରେ ଦେଖୁଛନ୍ତି। ସନ୍ଧ୍ୟା ସମୟର ଦୃଶ୍ୟ ଟା କୋଉ ଭଳିଆ, ସବୁ ବୟସ୍କ ଲୋକ ବି ବସି ଖାଉଛନ୍ତି। ମାନେ ଫାଷ୍ଟ ଟାଇମ ଦେଖନ୍ତୁ ପକୁଡି ଓଜନ କରି ଦଉଛନ୍ତି କିଲୋ ପାଲାରେ। ମାନେ ମୋ ଦେଖିବା ଭିତରେ ଏଇଟା ବୋଧେ ପ୍ରଥମ ଥର ଏମିତି ପକୁଡି ଓଜନ କରିଦବା। ସମସ୍ତେ କିନ୍ତୁ ମଉସା ସେ ଯୋଉ ହାତ ମାପ କରିକି ଏକାଥରେ ଦେଇଛନ୍ତି ନାଇଁ, ଆନୁମାନିକ। 100 ଟା କେତେ ଟଙ୍କା ରହୁଛି? 20 ଟଙ୍କା ରହୁଛି। ଆପଣ କୁହନ୍ତୁ 20 ଟଙ୍କା ହିସାବରେ ଖାଇବା କେମିତି କଣ? ଆସିଗଲା ଆମର ପକୁଡି ନା ଗରମା ଗରମ ପୁରା ପକୁଡି ଆସିବ, ତା ସହିତ ପିଆଜ ଅଛି ଆଉ ଲଙ୍କା ବି ଅଛି। ଏବେ ପୁରା ଆସିଗଲା ପୁରା ଗରମା ଗରମ ପକୁଡି, ଦେଶୀ ପକୁଡି, ତା ବି ପୁଣି ଚାଳ ଘରେ। ଆଗରୁ ଆମେ ଆଉ ଥରେ ଖାଇଛୁ, କିନ୍ତୁ ବହୁତ ବଢିଆ। ଆଉ ସବୁଠୁ ବଡ କଥା କଣ କଲେ, ଏଇ ହଉଛି ଗୁଣ୍ଡ ପକୁଡି ଦେଖନ୍ତୁ। ମାନେ ଝୁରା ଯୋଉ କହନ୍ତିନି, ଝୁରଝୁରିଆ ପୁରା ରହୁଛି। ଏଇ ଯୋଉ ଆକୁ କୁହନ୍ତି ପାଗୁଆ ପକୁଡି। ଆଉ ଏଇ ଯୋଉ ଶୀତୁଆ ସନ୍ଧ୍ୟାକୁ ଏଇଭଳିଆ ଜାଗା ଦେଖିଲେ। ଆଉ ଯଦି କେବେ ଏଠି ପକୁଡି ଖାଇଛନ୍ତି ନିଶ୍ଚୟ କମେଣ୍ଟ କରିବେ। ଆଉ ଯଦି ବି ନ ଖାଇଛନ୍ତି ଥରେ ଆସି ଟେଷ୍ଟ କରିବେ, ଆମରି ଏରିଆ। ଆଉ ଯୋଉ କିଲୋ ପାଲାରେ ଓଜନ କରିକି ଦେଲେ ନା, ମାନେ ସେ ପୁରୁଣା କଥା ମନେ ପଡିଗଲା। ଆମେ ଛୋଟ ଛୋଟ ହେଇଥିଲୁ, ଏ ଜିନିଷ ସବୁ ପ୍ରାୟତଃ ସବୁ ଚାଲିଥିଲା। ଏବେ ସବୁ ବୁଡିଗଲାଣି, କିନ୍ତୁ ଏ ଜିନିଷ ଏଠି ବଜେଇ ରଖିଛନ୍ତି। ଆଉ ଏଠି ଯୋଉମାନେ ଖାଉନାହାନ୍ତି ସବୁ ବୟସ୍କ ଲୋକ, ମାନେ ଭାବନ୍ତୁ, ମାନେ ଆପଣ ତେଲ ଟିକେ ବି ଆମ କଥା କହୁଛୁ, ତେଲ ଟିକେ ଖାଇଲେ ଗ୍ୟାସ୍ ହେଇଯାଉଛି, ଇଏ ହେଉଛି, ଯାହା ବି ଆଡୁ ସାଡୁ ହଉଛି। କିନ୍ତୁ ଭାବନ୍ତୁ ସେ ଏ ବୟସରେ ବି ସେ ପକୁଡି ଖାଉଛନ୍ତି, ରେଗୁଲାର ଖାଉଛନ୍ତି। ବୟସ୍କ ଲୋକ ତାଙ୍କର କିଛି ନାହିଁ। ଆଉ ଗୋଟେ ଜିନିଷ, ସବୁଠୁ ବଢିଆ ଜିନିଷ କଲେ ତେଲ ନାହିଁ। ଦେଖନ୍ତୁ ପୁରା ଦେଖା ତ ଟିକେ କ୍ଲୋଜ ଦେଖା, ତେଲ ନାହିଁ। ସାଙ୍ଗେ ସାଙ୍ଗେ ଛାଣିଲେ ତେଲ ନାହିଁ, ପୁରା ଶୁଖା। ଦେଖନ୍ତୁ କେତେ ତେଲ ରହିଛି। ଯେହେତୁ ଛୋଟ ଛୋଟ କରିକି କରୁଛନ୍ତି, ଗୁଣ୍ଡ କରୁଛନ୍ତି, ତେଲଟା ବେଶୀ ପିଉନି ନାଇଁ କି ମଉସା? ଏଇ ଯୋଉ ପେପର ପ୍ଲେଟ ଏବେ ଯୋଉ ମିଳୁଛି ଦୋକାନରେ ସବୁ ଚାହା ଦଉଛନ୍ତି, କିନ୍ତୁ ଆପଣ ସେଥିରେ ଦିଅନ୍ତିନି। ଅଛି ଯେ ଖୋଜିବେ ଦିଆହବ, ଯିଏ ଖୋଜିବେ ଖୋଜିବେ ଦିଆଯିବ, ଥୁଆ ହେଇଛି। କିନ୍ତୁ ଆପଣ କିନ୍ତୁ ଏଇ କାଚ ଗ୍ଲାସ ରେ ପରସି ଦିଅନ୍ତି। ସବୁ କାଚ ଗ୍ଲାସ। ଏ ଚାହା କେତେ ଟଙ୍କା ରହୁଛି? 5 ଟଙ୍କା। କଣ ଏବେ 10 ଟଙ୍କା ତ ସବୁଆଡେ ଖେଳିଗଲାଣି, ଆପଣ 5 ଟଙ୍କାରେ? ଯାହା ହଉ। ଆଉ ଯୋଉମାନେ ଚାଏ ଲଭର ରହିଲେ ନା, ଚା କୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏ ଜାଗା ହଉଛି ମସ୍ତ। ଆଉ ଏମିତିଆ ଜାଗାରେ ବି ପିଇବାର ମଜା ନିଆରା। ଏଥିପାଇଁ କହୁଛି, ଜାଗାଟା ଦେଖନ୍ତୁ, ମାଟି କାନ୍ଥ, ଚାଳ ଘର,
ତା ସାଙ୍ଗକୁ ଚାର ମଜା ଆଉ କଣ ଦେଶୀ ଦରକାର କହିଲେ ମାନେ- ତା ବି ପୁଣି 5 ଟଙ୍କା। ବାସ୍, ସେଇଟା ସବୁଠୁ ବଡ କଥା 5 ଟଙ୍କାରେ ମିଳୁଛି। 5 ଟଙ୍କା ଚା ଆଉ ଦ୍ୱିତୀୟରେ ସେ ଯୋଉ କାଚ ଗ୍ଲାସ ରେ ଦବା ନା ଇଏ କଣ କହିଲେ ବହୁତ ପୁରୁଣା ହେଇଗଲା। ଏବେ ଇଏ ଆଉ କାଚ ଗ୍ଲାସ ପ୍ରାୟତଃ ଦେଖିବାକୁ ମିଳୁନି ନାଇଁ କି ମଉସା?